ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ଡିଭାଇନ୍ ୱାର୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଆଜିର ବିଷୟ ହେଉଛି ଯେତେବେଳେ ସମଗ୍ର ପୃଥିବୀ ଭୟରେ ପୂର୍ଣ୍ଣ ସେତେବେଳେ ଈଶ୍ୱର ଆମର ଆଶ୍ରୟ। ଆଜିର ମୁଖ୍ୟ ପଦପର୍ବ ହେଉଛି ଗୀତ ସଂହିତା 46 ଗୀତ 1 ପଦ। ଏଠାରେ ଏପରି ଲେଖା ଅଛି, ପରମେଶ୍ୱର ଆମର ଆଶ୍ରୟ ଓ ଶକ୍ତି, ସଙ୍କଟ କାଳରେ ସେ ଅତ୍ୟନ୍ତ ସହଜରେ ମିଳୁଥିବା ସାହାଯ୍ୟ। ଆଜିର ପୃଥିବୀ ଭୟରେ ପରିପୂର୍ଣ୍ଣ ହୋଇଯାଇଛି। ଲୋକମାନେ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି, ପୁଣି ରୋଗକୁ ନେଇ ଭୟଭୀତ ଅଛନ୍ତି। ଯୁଦ୍ଧ, ଅର୍ଥର ଅଭାବ, ଅନିଶ୍ଚିତତାକୁ ନେଇ ସମସ୍ତେ ଭୟଭୀତ ହେଉଛନ୍ତି। ପ୍ରତିଦିନ ନ୍ୟୁଜ୍ରେ ଆମେ ଅନେକ ଚିନ୍ତିତ ଖବର ଯାକ ଶୁଣୁଛୁ, କିନ୍ତୁ ବାଇବେଲ ଆମକୁ ଶକ୍ତିଶାଳୀ ବାକ୍ୟ ଦିଏ। ଭୟରେ ପୂର୍ଣ୍ଣ ପୃଥିବୀର ମଧ୍ୟରେ ଈଶ୍ୱର ଆମର ଆଶ୍ରୟ। ଆଶ୍ରୟର ଅର୍ଥ ହେଉଛି ଏକ ସୁରକ୍ଷିତ ସ୍ଥାନ। ତାହାର ଅର୍ଥ ହେଉଛି ବିପଦ ସମୟରେ ଯେଉଁଠାରେ ଆମକୁ ରକ୍ଷା ମିଳିବ। ବାଇବେଲ କହୁନାହିଁ ଯେ କେବେ ମଧ୍ୟ ସମସ୍ୟା ଆସିବ ନାହିଁ ବୋଲି, କିନ୍ତୁ ବାଇବେଲ ଆମକୁ ପ୍ରତିଜ୍ଞା କରେ ଯେ ସଙ୍କଟ ସମୟରେ ମଧ୍ୟ ପରମେଶ୍ୱର ଆମର ଆଶ୍ରୟ ଅଟନ୍ତି। ପ୍ରଥମ ବିନ୍ଦୁ ହେଉଛି ସଙ୍କଟ ସମୟରେ ଈଶ୍ୱର ଆମର ସହିତ ଅଛନ୍ତି। ଯେପରି ପଢ଼ିଲେ ଗୀତ ସଂହିତା 46 ଗୀତ 1 ପର୍ବ, ପରମେଶ୍ୱର ଆମର ଆଶ୍ରୟ ଓ ଶକ୍ତି, ସଙ୍କଟ କାଳରେ ସେ ଅତ୍ୟନ୍ତ ସହଜରେ ମିଳୁଥିବା ସାହାଯ୍ୟ। ଏହି ପଦ ଆମକୁ କହୁଛି ଯେ ସଙ୍କଟ ସମୟରେ ଅତି ସହଜରେ ପରମେଶ୍ୱର ଆମକୁ ସାହାଯ୍ୟ କରିବେ, ବା ପରମେଶ୍ୱର ଆମର ସଙ୍କଟ ସମୟରେ ଆମର ସହିତ ଅଛନ୍ତି। ସେ କେବେ ମଧ୍ୟ ଆମ ସଙ୍କଟ ସମୟରେ ଆମଠାରୁ ଦୂରେ ରୁହନ୍ତି ନାହିଁ, କି ସମସ୍ୟା ଆସିଲେ ମଧ୍ୟ ସେ ଆମକୁ ଛାଡ଼ି ଯାଆନ୍ତି ନାହିଁ। ଲୋକମାନେ ଆମକୁ ଛାଡ଼ି ଚାଲିପାରନ୍ତି, ମିତ୍ରମାନେ ମଧ୍ୟ ବିଫଳ ହୋଇପାରନ୍ତି, କିନ୍ତୁ ପରମେଶ୍ୱର ସଦା ତାଙ୍କ ଲୋକମାନଙ୍କ ସହିତ ଅଛନ୍ତି। ବାଇବେଲର ଉଦାହରଣ ଦେଖିବା, ଦାନିଏଲ ପୁସ୍ତକ 6 ପର୍ବର 22 ପଦ। ମୋର ପରମେଶ୍ୱର ତାଙ୍କର ଦୂତକୁ ପଠାଇ ସିଂହମାନଙ୍କ ମୁହଁ ବନ୍ଦ କରିଦେଲେ। ଦାନିଏଲ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଥିବାରୁ ତାଙ୍କୁ ସିଂହ ଗୁହାରେ ପକାଯାଇଥିଲା। ଏହା ଏକ ଭୟଙ୍କର ପରିସ୍ଥିତି ଥିଲା, କିନ୍ତୁ ପରମେଶ୍ୱର ତାଙ୍କୁ ରକ୍ଷା କରିଥିଲେ। ଏହା ଆଜି ମଧ୍ୟ ଆମ ଜୀବନରେ ପ୍ରୟୋଗ ହେଉଛି। ଆଜି ଅନେକ ବିଶ୍ୱାସୀମାନେ ଅନେକ ପ୍ରକାର ସମସ୍ୟା ଦେଇ ଗମନ କରୁଛନ୍ତି, ଯେପରି ପରିବାରର ସମସ୍ୟା, ଆର୍ଥିକ ସମସ୍ୟା, ଭବିଷ୍ୟତର ଚିନ୍ତା। କିନ୍ତୁ ପ୍ରିୟ ବିଶ୍ୱାସୀମାନେ, ଆମକୁ ମନେ ରଖିବା ଦରକାର ଯେ ସଙ୍କଟ ସମୟରେ ପରମେଶ୍ୱର ଆମ ସଙ୍ଗରେ ଅଛନ୍ତି। ଦ୍ୱିତୀୟ ବିନ୍ଦୁ, ଭୟରେ ମଧ୍ୟ ପରମେଶ୍ୱର ଶାନ୍ତି ଦିଅନ୍ତି। ଯୋହନ ଲିଖିତ ସୁସମାଚାର 14:27ରେ ଲେଖା ଅଛି, ମୁଁ ତୁମମାନଙ୍କୁ ଶାନ୍ତି ଦେଉଛି, ତୁମର ହୃଦୟ ଅଶାନ୍ତ ହେଉନାହିଁ। ଯୀଶୁ ଏଠି ଆମକୁ ଏକ ବିଶେଷ ଶାନ୍ତି ଦେଉଛନ୍ତି। ପୃଥିବୀର ଶାନ୍ତି ପରିସ୍ଥିତି ଉପରେ ନିର୍ଭର କରେ, କିନ୍ତୁ ପରମେଶ୍ୱରଙ୍କ ଶାନ୍ତି ସମସ୍ୟା ମଧ୍ୟରେ ମଧ୍ୟ ରହେ। ଆସନ୍ତୁ ବାଇବେଲର ଉଦାହରଣ ଦେଖିବା। ମାର୍କ ଲିଖିତ ସୁସମାଚାର 4 ପର୍ବର 39 ପଦ। ଏଠି ଏପରି ଲେଖା ଅଛି, ଯୀଶୁ କହିଲେ, ଶାନ୍ତ ହେଅ। ଏଠି ଆମେ ଯୀଶୁଙ୍କର ବାକ୍ୟ ଦେଖିପାରୁଛୁ। ଯୀଶୁ ଝଡ଼ ତୋଫାନକୁ ଶାନ୍ତ କରିଦେଇଥିଲେ। ଶିଷ୍ୟମାନେ ଝଡ଼ରେ ଭୟଭୀତ ହୋଇଯାଉଥିଲେ, କିନ୍ତୁ ଯୀଶୁ ଝଡ଼କୁ ଶାନ୍ତ କରିଦେଇଥିଲେ। ଏହିପରି ଆଜି ଅନେକ ଲୋକ ଚିନ୍ତା ଏବଂ ଭୟରେ ବଞ୍ଚୁଛନ୍ତି, କିନ୍ତୁ ବିଶ୍ୱାସୀମାନେ ଯୀଶୁଙ୍କର ଶାନ୍ତି ଅନୁଭବ କରିପାରନ୍ତି। ଯଦି ଭୟ ଆସୁଛି, ତେବେ ପରମେଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ। ତୃତୀୟ ବିନ୍ଦୁ, ବିପଦ ସମୟରେ ଈଶ୍ୱର ଆମର ସୁରକ୍ଷା। ଗୀତ ସଂହିତା 91 ଗୀତ 2 ପଦ। ସେ ମୋହର ଆଶ୍ରୟ ଓ କୋଟ। କୋଟ ମାନେ ଶକ୍ତିଶାଳୀ ସୁରକ୍ଷା ସ୍ଥାନ। ବାଇବେଲ କହେ ଯେ ପରମେଶ୍ୱର ନିଜେ ଆମର ସୁରକ୍ଷା। ଆସନ୍ତୁ ଆମେ ବାଇବେଲର ଉଦାହରଣ ଦେଖିବା ଦାଉଦ ଏବଂ ଗଲିଆତର।
ପ୍ରଥମ ସାମୁଏଲ 17 ପର୍ବର 45 ପଦ। ଏଠାରେ ପରି ଲେଖା ଅଛି, ମୁଁ ସେନାପତି ସଦାପ୍ରଭୁଙ୍କ ନାମରେ ତତେ ସମ୍ମୁଖୀନ ହେଉଛି। ଗୋଲିଆଥ ଏକ ଭୟଙ୍କର ଯୋଦ୍ଧା ଥିଲେ। ସମସ୍ତେ ଭୟଭୀତ ହେଉଥିଲେ, କିନ୍ତୁ ଦାଉଦ ପରମେଶ୍ୱରଙ୍କୁ ଭରସା କଲେ ଏବଂ ଭରସା କରିବା ଦ୍ୱାରା ଦାଉଦଙ୍କୁ ପରମେଶ୍ୱର ବିଜୟ କରିଥିଲେ। ଆଜି ମଧ୍ୟ କେବେ କେବେ ଆମକୁ ଆମର ସମସ୍ୟା ଗୋଲିଆଥ ପରି ବଡ଼ ଲାଗେ, ବଡ଼ ସମସ୍ୟା ଭଳିଆ ଲାଗେ, କିନ୍ତୁ ଆମକୁ ମନେ ରଖିବା ଦରକାର ଯେ ପରମେଶ୍ୱର ସମସ୍ତ ସମସ୍ୟା ଠାରୁ ବଡ଼। ଚତୁର୍ଥ ବିନ୍ଦୁ, ପରମେଶ୍ୱର ଆମକୁ ଭୟ ନ କରିବା ପାଇଁ କହୁଛନ୍ତି। ଯେଶାୟା 41:10। ଏଠାରେ ଏପରି ଲେଖା ଅଛି, ଭୟ କର ନାହିଁ, କାରଣ ମୁଁ ତୋ ସହିତ ଅଛି। ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଭୟ ନ କରିବା ପାଇଁ କହୁଛନ୍ତି। ସେ ପ୍ରତିଜ୍ଞା କରନ୍ତି ଯେ ମୁଁ ତୋ ସହିତ ଅଛି, ମୁଁ ତୋତେ ଶକ୍ତି ଦେବି, ମୁଁ ତୋତେ ସାହାଯ୍ୟ କରିବି। ଆସନ୍ତୁ ବାଇବଲର ଉଦାହରଣ ଦେଖିବା। ଅଗ୍ନି ମଧ୍ୟରେ 3 ଯୁବକ, ଦାନିଏଲ 3 ପର୍ବର 25 ପଦ। ମୁଁ 4 ଜଣଙ୍କୁ ଅଗ୍ନିରେ ଜଳୁଥିବା ଦେଖୁଛି। ଶଦ୍ରକ, ମେଷକ ଓ ଅବେଦନେଗୋ ମୂର୍ତ୍ତି ପୂଜା କରିବାକୁ ଅସ୍ୱୀକାର କରିଥିଲେ ଏବଂ ମୂର୍ତ୍ତି ପୂଜା କରିବାକୁ ଅସ୍ୱୀକାର କରିବାରୁ ତାଙ୍କୁ ଅଗ୍ନି କୁଣ୍ଡରେ ତାଙ୍କୁ ପକାଯାଇଥିଲା। କିନ୍ତୁ ଦେଖନ୍ତୁ, ସେହି ସମୟରେ ମଧ୍ୟ ସେହି ଅଗ୍ନିକୁଣ୍ଡରେ ମଧ୍ୟ ପରମେଶ୍ୱର ତାଙ୍କର ସହିତ ଥିଲେ। ଦେଖନ୍ତୁ, ଅନ୍ତିମରେ ମୁଁ ସମସ୍ତଙ୍କୁ ଏହା କହିବାକୁ ଚାହେଁ ଯେ ପୃଥିବୀ ଭୟରେ ପୂର୍ଣ୍ଣ ହୋଇପାରେ, ସମଗ୍ର ପୃଥିବୀ ଭୟରେ ପୂର୍ଣ୍ଣ ହୋଇପାରେ, କିନ୍ତୁ ପରମେଶ୍ୱରଙ୍କର ଦାସମାନେ, ପରମେଶ୍ୱରଙ୍କର ଲୋକମାନେ ଏହା ଜାଣିବା ଦରକାର ଯେ ଆମ ସମସ୍ତଙ୍କର ପାଇଁ ଗୋଟିଏ ଆଶ୍ରୟ ଅଛି, କାରଣ ପରମେଶ୍ୱର ଆମର ଆଶ୍ରୟ ଅଟନ୍ତି। ସମସ୍ୟା ଆସିଲେ ସେ ଆମ ସହିତ ଅଛନ୍ତି, ଭୟ ଆସିଲେ ସେ ଆମକୁ ଶାନ୍ତି ଦିଅନ୍ତି, ବିପଦ ଆସିଲେ ସେ ଆମକୁ ରକ୍ଷା କରନ୍ତି, ଦୁର୍ବଳ ଲାଗିଲେ ସେ ଆମକୁ ଶକ୍ତି ଦିଅନ୍ତି। ପୁଣି ଥରେ ଆମେ ପଦପର୍ବକୁ ମନେ ପକାଇବା। ଗୀତ ସଂହିତା 46:1। ପରମେଶ୍ୱର ଆମର ଆଶ୍ରୟ ଓ ଶକ୍ତି, ସଙ୍କଟ କାଳରେ ସେ ଅତ୍ୟନ୍ତ ସହଜରେ ମିଳୁଥିବା ସାହାଯ୍ୟ। ଏଥିପାଇଁ ଆସନ୍ତୁ ସମସ୍ତେ ଆମେ ପରମେଶ୍ୱରଙ୍କ ଉପରେ ଭରସା କରିବା ଏବଂ ପ୍ରାର୍ଥନା କରିବା ଏବଂ ତାଙ୍କ ସମସ୍ତ ପ୍ରତିଜ୍ଞାରେ ଦୃଢ଼ ରହିବା। ଏବଂ ମନେ ରଖନ୍ତୁ, ସମଗ୍ର ପୃଥିବୀ ଭୟରେ ପୂର୍ଣ୍ଣ ହେଲେ ମଧ୍ୟ ଈଶ୍ୱର ଆମର ଆଶ୍ରୟ ଅଟନ୍ତି। ଆଉ ଏହି ବାକ୍ୟ ସମସ୍ତଙ୍କୁ ଭଲ ଲାଗିଥିବ। ଆପଣ କାର୍ଯ୍ୟରେ ବ୍ୟବହାର କରନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ଏହି ବାକ୍ୟ ଜଣାନ୍ତୁ। ବିଶେଷ କରି ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ କମେଣ୍ଟ କରନ୍ତୁ। ଏବଂ ମୋର ପାଇଁ, ମୋର ପରିବାର ପାଇଁ, ମୋର ମିନିଷ୍ଟ୍ରି ପାଇଁ ପ୍ରାର୍ଥନା କରନ୍ତୁ। ଏବଂ ମୁଁ ମଧ୍ୟ ଆପଣଙ୍କୁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ।